नमस्कार दर्शक बंधु 21 ଜାନୁଆରୀ ହେଉଛି ବଡ଼ ଏକାଦଶୀ। ଏହି ପବିତ୍ର ଦିନରେ ହେବାକୁ ଯାଉଛନ୍ତି ଏହି ତିନୋଟି ରାଶି ମାଲାମାଲ, ଯେଉଁମାନଙ୍କର ସବୁ ଦୁଃଖ ଦୁର୍ଦ୍ଦଶାର ଅନ୍ତ ଘଟିବ ଏବଂ ଏହି ରାଶିର ବ୍ୟକ୍ତିବିଶେଷମାନେ ଆସୁଥିବା ଦିନମାନଙ୍କରେ ନିଶ୍ଚିତ ଭାବରେ ସେମାନଙ୍କର ଉନ୍ନତି ଘଟିବାକୁ ଲାଗିବ ଏବଂ ଯାହା ସେମାନେ ଆଶା କରିଥିଲେ ଏହି ବର୍ଷରେ ପାଇବା ପାଇଁ ସେ ସବୁ ମା ଲକ୍ଷ୍ମୀ ପୂରା କରିଦେବେ। ଗ୍ରହମାନଙ୍କର ସୁଚଳନ ଫଳରେ ଏହି ତିନୋଟି ରାଶି ନିଶ୍ଚିତ ଭାବରେ ଆଗକୁ ଯିବେ, ଧନ ଉପାର୍ଜନ କରିବେ ଏବଂ ସବୁ ସ୍ଥାନରେ ପ୍ରଶଂସା ମଧ୍ୟ ପାଇବେ। ଯେକୌଣସି କାର୍ଯ୍ୟରେ ଏମାନେ ହାତ ଦେବେ ସେ ସବୁ କାର୍ଯ୍ୟ ସେମାନେ ପୂରା କରିପାରିବେ ଏବଂ ଭଗବାନଙ୍କର କୃପା ଏହି ତିନୋଟି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ରହିବ। ଫ୍ରେଣ୍ଡସ୍, 12ଟି ରାଶି ମଧ୍ୟରୁ ଏହି ତିନୋଟି ରାଶି ବର୍ଷ 2024ରେ ନିଶ୍ଚିତ ଭାବେ ରାଜ କରିବେ ଏବଂ ସେ ଚାହୁଁଥିବା ସବୁ କାର୍ଯ୍ୟ ନିଶ୍ଚିତ ଭାବରେ ପୂରା ହେବ। ତେଣୁ ଆପଣ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଦେଖନ୍ତୁ ଏବଂ ଜାଣନ୍ତୁ ଯେ କ'ଣ ସେହି ସବୁ ରାଶିଗୁଡ଼ିକ ଯେଉଁମାନେ କି ଏହି 21 ଜାନୁଆରୀ ବଡ଼ ଏକାଦଶୀ ପରେ ଲାଭ ପାଇପାରିବେ। ତେବେ ଫ୍ରେଣ୍ଡସ୍, ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ଏକ ଛୋଟ ରିକ୍ୱେଷ୍ଟ ଯେ ଏହି ଭିଡ଼ିଓଟିକୁ ଆପଣମାନେ ଗୋଟିଏ ଲାଇକ୍ କରନ୍ତୁ ଏବଂ ଶ୍ରଦ୍ଧାର ସହକାରେ ଭକ୍ତିର ସହକାରେ ମା ଲକ୍ଷ୍ମୀ କମେଣ୍ଟଟିଏ କରି ରଖନ୍ତୁ। ତେବେ ଫ୍ରେଣ୍ଡସ୍, ଆମେ ଏହି ଭିଡ଼ିଓରେ ଆପଣମାନଙ୍କୁ ଯେଉଁ ତିନୋଟି ରାଶି ବିଷୟରେ କହିବା ପାଇଁ ଯାଉଛୁ, ନିଶ୍ଚିତ ଭାବରେ ମାନିକି ଚାଲନ୍ତୁ ଯେ ଯଦି ଆପଣ ଏହି ରାଶିର ବ୍ୟକ୍ତି ଅଟନ୍ତି ତେବେ ଆପଣଙ୍କର ସବୁ ଦୁଃଖ ସମସ୍ୟା ଦୂର ହେବାକୁ ଲାଗିବ। ଆପଣଙ୍କ ସମାଜରେ ଆପଣ ପ୍ରଶଂସାର ପାତ୍ର ହୋଇପାରିବେ। ଯେଉଁ ବି କାର୍ଯ୍ୟ ସଂସ୍ଥାରେ ଆପଣ ଅଛନ୍ତି ସେଠାରେ ଆପଣ ଅଧିକରୁ ଅଧିକ ଧନ ଉପାର୍ଜନ କରିପାରିବେ। ସରକାରୀ କିମ୍ବା ବେସରକାରୀ କାର୍ଯ୍ୟ ସଂସ୍ଥାରେ ଥିଲେ ସେଠାରେ ଆପଣ ପ୍ରଶଂସିତ ହୋଇପାରିବେ ଏବଂ ଯଦି ଆପଣ କୌଣସି ବ୍ୟବସାୟରେ କାର୍ଯ୍ୟ କରୁଛନ୍ତି ତେବେ ମାନିକି ଚାଲନ୍ତୁ ଆପଣଙ୍କର ସବୁ ଦୁଃଖ ଦୁର୍ଦ୍ଦଶା ଦୂର ହେବାକୁ ଲାଗିବ। ତେବେ ଫ୍ରେଣ୍ଡସ୍, ଡେରି ନକରି ଆସନ୍ତୁ ଆମେ ଜାଣି ରଖିବା ଯେ କ'ଣ ସେହି ତିନୋଟି ରାଶି ଯେଉଁମାନଙ୍କର ଭାଗ୍ୟ ଏହି ଏକାଦଶୀ ପରଠାରୁ ବଦଳିବାକୁ ଲାଗିବ। ଫ୍ରେଣ୍ଡସ୍, ନମ୍ବର 1ରେ ଯେଉଁ ରାଶି ରହୁଛି ତାହା ହେଉଛି ବୃଷ ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନେ ଯଦି ଆପଣ ଏହି ଭିଡ଼ିଓଟିକୁ ଦେଖୁଛନ୍ତି ତେବେ ମାନିକି ଚାଲନ୍ତୁ ଯେ ଆଗାମୀ ଦିନମାନଙ୍କରେ ମା ଲକ୍ଷ୍ମୀଙ୍କର କରୁଣା ଆପଣଙ୍କ ଉପରେ ରହିଛି ଏବଂ ଯାହା ଆପଣ ଆଶା କରୁଛନ୍ତି ସେ ସବୁଗୁଡ଼ିକ ଧୀରେ ଧୀରେ ପୂର୍ଣ୍ଣ ହେବା ପାଇଁ ଲାଗିବ। ଯଦି ଆପଣଙ୍କର କୌଣସି ସମସ୍ୟା ଥିଲା ଏବଂ ଆପଣଙ୍କର କୌଣସି କାମ ଅଟକି ଯାଇଥିଲା, ଯଦି ଆପଣ କାହାକୁ ପଇସା ଧାର ଦେଇଥିଲେ ଯାହା ଆପଣଙ୍କୁ ସେ ଫେରାଉ ନଥିଲେ, ଆପଣଙ୍କର ପଇସା ଯଦି କେଉଁଠି ଅଟକି ଯାଇଥିଲା ତେବେ ମାନିକି ଚାଲନ୍ତୁ ଯେ ଏଭଳି ସମସ୍ୟା ଠାରୁ ଆପଣ ଖୁବ୍ ଶୀଘ୍ର ସମାଧାନ ପାଇଯିବେ ଏବଂ ଆପଣଙ୍କର ଆଗାମୀ ଦିନଗୁଡ଼ିକ ଖୁବ୍ ଲାଭରେ କଟିବ। ତେଣୁ ଆପଣ ଭଗବାନ ବିଷ୍ଣୁଙ୍କୁ ସାମାନ୍ୟ ପୂଜା ଅର୍ଚ୍ଚନା କରନ୍ତୁ ଏବଂ ମା ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ। ମନେ ମନେ ମା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ, ଏହା ଆପଣଙ୍କ ପାଇଁ ଖୁବ୍ ଲାଭକାରୀ ରହିପାରିବ। ନମ୍ବର 2ରେ ଯେଉଁ ରାଶି ରହୁଛି ତାହା ହେଉଛି କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିବିଶେଷମାନେ ଯଦି ପାଠପଢ଼ା ବା ନିଜର ବିବାହ, ଚାକିରି ଏଭଳି ବଡ଼ ବଡ଼ କ୍ଷେତ୍ରରେ ଅଧିକ ଚିନ୍ତାଗ୍ରସ୍ତ ରହୁଥିଲେ ଏବଂ ଆପଣଙ୍କୁ କୌଣସି ରୋଗ ଦୀର୍ଘ ଦିନରୁ ଲାଗି ରହୁଥିଲା, ଯାହା ବି ଯେତେ ଚେଷ୍ଟା କଲେ ସେ ସବୁ ସମସ୍ୟାର ସମାଧାନ ହୋଇପାରୁନଥିଲା, ଆପଣ ଅନେକ ଦିନ ଧରି ଚିନ୍ତାରେ ଥିଲେ, ତେବେ ମାନିକି ଚାଲନ୍ତୁ ଯେ ଏହି ଏକାଦଶୀ ପରେ ସେ ସବୁ କିଛି ବଦଳିଯିବ ଏବଂ ଆପଣ ଚାହୁଁଥିବା ସବୁ କାର୍ଯ୍ୟ ଧୀରେ ଧୀରେ ଠିକ୍ ହୋଇଯିବ। ମା ଲକ୍ଷ୍ମୀଙ୍କର କରୁଣା ଆପଣଙ୍କ ସହିତ ସଦାସର୍ବଦା ରହିଛି। ଯେତେବେଳେ ଆପଣ ଯେକୌଣସି କାର୍ଯ୍ୟ କରିବେ ତାହା ଏବେଠାରୁ ସଫଳ ହେବା ପାଇଁ ଲାଗିବ। ତେଣୁ ଆପଣ ମନରେ ମା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ ଏବଂ ଯେକୌଣସି କାର୍ଯ୍ୟ କରୁଛନ୍ତି ସେଠାରେ ଆପଣ ନିଜର ପୁରା ବୁଦ୍ଧି, ପୁରା ବଳ ଦେଇ ସେ କାର୍ଯ୍ୟଟିକୁ କରନ୍ତୁ ଏବଂ ଭକ୍ତିର ସହକାରେ ସେ କାର୍ଯ୍ୟଟିକୁ କଲେ ନିଶ୍ଚିତ ଭାବରେ ସେ କାର୍ଯ୍ୟ ସଫଳ ହେବ ଏବଂ ଆପଣଙ୍କର ସବୁ ଦୁଃଖ ସମସ୍ୟା ଦୂର ହୋଇଯିବ। ନମ୍ବର 3ରେ ଯେଉଁ ରାଶି ରହୁଛି ତାହା ହେଉଛି କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତିବିଶେଷମାନେ ଆଗାମୀ ଦିନ ଅର୍ଥାତ୍ ବର୍ଷ 2024ର ଶେଷ ବେଳକୁ ଆପଣ ସଫଳତା ପାଇପାରିବେ ଏବଂ ବର୍ତ୍ତମାନ ଆପଣ ନିଷ୍ଠା ସହିତ ନିଜର କାର୍ଯ୍ୟଟିକୁ କରିବାର ଅଛି। ଯେତେ ବି ଆପଣ ପରିଶ୍ରମ ନିଜ କାର୍ଯ୍ୟରେ ରଖିପାରିବେ ସେତେ ପରିଶ୍ରମ ଆପଣ ନିଜ କାର୍ଯ୍ୟକୁ ଦିଅନ୍ତୁ ଏବଂ ସମୟ ଦେଇ ନିଜ କାର୍ଯ୍ୟଟିକୁ ଠିକ୍ ଭାବରେ କଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ରହିପାରିବେ ଏବଂ ଆପଣ ସଦାସର୍ବଦା ପରିଷ୍କାର ରୁହନ୍ତୁ ଏବଂ ଆପଣଙ୍କର ଘର ଚାରିପାଖକୁ ପରିଷ୍କାର ରଖନ୍ତୁ। ଫଳରେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ଯଦି ଆପଣ ନିଜ ଘର ପାଖକୁ ସଫା ରଖୁଛନ୍ତି ଏବଂ ଆପଣ ଝାଡ଼ୁ ବା ଆପଣଙ୍କ ଘରେ ଯାହା ବି ସବୁ ଜିନିଷ ରହିଛି ସେ ସବୁକୁ ଠିକ୍ ସ୍ଥାନରେ ରଖୁଛନ୍ତି, ତେବେ ମାନିକି ଚାଲନ୍ତୁ ଯେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ସଦାସର୍ବଦା ପ୍ରସନ୍ନ ହୋଇ ରହିଛନ୍ତି ଏବଂ ବର୍ଷଟି ଆପଣଙ୍କ ପାଇଁ ନିହାତି ଭାବରେ ଭଲରେ କଟିବାକୁ ଲାଗିବ। ଫ୍ରେଣ୍ଡସ୍, ଏହି ଥିଲା ସେହି ତିନୋଟି ରାଶି। ଯଦି ଆପଣଙ୍କ ରାଶି ଏହି ତିନୋଟି ରାଶି ମଧ୍ୟରେ ନାହିଁ ତେବେ ଦୁଃଖ କରିବାର କୌଣସି ଆବଶ୍ୟକତା ନାହିଁ। ତେବେ ଆପଣମାନେ ଆଗକୁ ନିଜର ଧୈର୍ଯ୍ୟ ଧରି ନିଜର କାର୍ଯ୍ୟଟିକୁ କରନ୍ତୁ ଏବଂ ଯାହା ଆପଣ ଆଶା କରିଥିଲେ ଆସନ୍ତା ବର୍ଷ
କିମ୍ବା ଏହି ବର୍ଷ ମଧ୍ୟ ସେ ସବୁ ପ୍ରାପ୍ତ କରିପାରିବେ ଏବଂ ଆପଣଙ୍କର କାର୍ଯ୍ୟ ହିଁ ଆପଣଙ୍କ ସଫଳତାର ସୂଚକ ହୋଇଉଠିବ। ତେବେ ଫ୍ରେଣ୍ଡସ୍ ଆଜି ପାଇଁ ଏତିକି। ଭିଡ଼ିଓଟି ପସନ୍ଦ ଆସିଥିଲେ ତାହେଲେ ଜୟ ମା ଲକ୍ଷ୍ମୀ ନିହାତି ଭାବରେ ଲେଖନ୍ତୁ। ଧନ୍ୟବାଦ।